राज्य सरकार युव ओडिशा नवीन ओडिशा योजना अंतर्गत युवक युवती अंतर्निहित क्रीड़ा प्रतिभार विकास निमंते आयोजित होता प्रतियोगिता अंतर्गत प्रतियोगिता उभय करंजिया ब्लॉक और करंजिया एनएससी प्रशासन मिलित आनुकूल्य स्टाडियम ठारे आयोजित होइछे। ଏହି କ୍ରୀଡ଼ା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆଜି ଏହାର ଉଦ୍ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ବିଡିଓ ସୁଶାନ୍ତ କୁମାର ସୁତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମଣ୍ଡି, ଏନ୍ଏସ୍ସି ଉପାଧ୍ୟକ୍ଷା ସ୍ୱରୂପ ପରିଜା, ବିଡିଓ ସୁଶାନ୍ତ କୁମାର ସୁତାର, ଏନ୍ଏସ୍ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଡାକ୍ତର ସତ୍ୟପ୍ରକାଶ ଧଳ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ପ୍ରତିଯୋଗିତାଗୁଡ଼ିକ ଷ୍ଟାଡିୟମ ବ୍ୟତୀତ କରଞ୍ଜିଆ ହାଇସ୍କୁଲ ପଡ଼ିଆ ଓ ଦୋଳ ପଡ଼ିଆଠାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଆଜି ଷ୍ଟାଡିୟମଠାରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଏହାକୁ ବିଧିବଦ୍ଧ ଭାବରେ ଉଦ୍ଯାପନ କରିଛନ୍ତି। ଯୁବ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବିଦ୍ୟାଳୟ, ବିଦ୍ୟାର୍ଥୀ ଓ କ୍ଲବର କ୍ରୀଡ଼ାବିତଙ୍କୁ ନେଇ କ୍ରିକେଟ, ଫୁଟବଲ, ଭଲିବଲ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ବଢ଼ାଇବାକୁ ସୁଯୋଗ ରାଜ୍ୟ ସରକାର ଏହି ଯୁଗାନ୍ତକାରୀ ଯୋଜନା ମାଧ୍ୟମରେ କରିଥିବାରୁ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଚନ୍ଦନ କୁମାର ପାଣିଗ୍ରାହୀ କରିଥିବା ବେଳେ ଉଭୟ କରଞ୍ଜିଆ ବ୍ଲକ ଓ ଏନ୍ଏସ୍ସି କାର୍ଯ୍ୟାଳୟ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମୋଟ 130ଟି ଟିମ୍ ରେଜିଷ୍ଟ୍ରେସନ କରିଥିଲେ ଏବଂ 1920 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସହକାରୀ ଯନ୍ତ୍ରୀ ଇମୋତି ଆଜ ଅଲ୍ଲୀ ଓ ଅନ୍ୟ ବ୍ଲକ ଓ ଏନ୍ଏସ୍ସି କର୍ମଚାରୀ ସହଯୋଗ କରିଥିଲେ। ମୟୂରଭଞ୍ଜ କଲେଜର ସତ୍ୟବ୍ରତ ମିଶ୍ରଙ୍କ ରିପୋର୍ଟ, ଗୁଗଲି ନ୍ୟୁଜ୍।